ଆପଣ ସେ ଲୋକକୁ ଖୋଜନ୍ତୁ ନାହିଁ ଯିଏ ଆପଣଙ୍କ ଭାଗ୍ୟ ବଦଳେଇଦେବ। ଯଦି ଖୋଜୁଥାନ୍ତି ତାହେଲେ ଆଇନାରେ ନିଜ ମୁହଁ ଦେଖ, ନିଜ ରାସ୍ତା ନିଜେ ହିଁ ତିଆରି କର। ଆମେ ଏକା ଜନ୍ମ ନେଇଛନ୍ତି ଆଉ ଏକା ହିଁ ମୃତ୍ୟୁବରଣ କରିବା, ତାହେଲେ ଆମେ ଆଉ ଜଣଙ୍କ ଉପରେ କେମିତି ଭରସା କରିବା ଯେ ସେ ଆମ ଭାଗ୍ୟ ପରିବର୍ତ୍ତନ କରିଦେବ? ଭାବିବା ଆଉ ଲୁହ ଗଡ଼େଇବା ଏସବୁ ବନ୍ଦ କର। ନିଜ ଭାଗ୍ୟ ସହ ନିଜେ ଲଢ଼ିବା ଶିଖ, କାହିଁକି ନା ସାଙ୍ଗରେ ଚାଲୁଥିବା ମଣିଷ ବି ଶ୍ମଶାନ ଠାରୁ ଆଗକୁ ଯାଏ ନାହିଁ। ଜୀବନ ଯୁଦ୍ଧରେ ନିଜକୁ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ହୋଇ ପ୍ରତ୍ୟେକ ଦିନ ନିଜ ଜୀବନର ରଥରେ ସାରଥୀ ହୋଇ ଜୀବନର ମହାଭାରତର ଲଢ଼େଇ ଜିତିବାକୁ ହୁଏ। ଜୀବନରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଏକୁଟିଆ ଆଗକୁ ବଢ଼ିବାକୁ ହେବ। ଲୋକ ତ ସେତେବେଳେ ଆପଣଙ୍କ ସାଥିରେ ଆସନ୍ତି ଯେତେବେଳେ ଆପଣ ସଫଳତା ହାସଲ କରିଯାଆନ୍ତି। ଜୀବନରେ ଏତେ ମାତ୍ରାରେ ବ୍ୟସ୍ତ ହୋଇ ରୁହ ଯେମିତି ଦୁଃଖ, ଭୟ, ଘୃଣା ଓ ପସ୍ତେଇବା ପରି ସମୟ ନଥିବ, କାହିଁକି ନା ଜୀବନରେ ସବୁବେଳେ ସ୍ଥିର ହୋଇ ରହିଥିବା ଲୋକ ସବୁଠାରୁ ଅଧିକ ଦୁଃଖରେ ହିଁ ଥାଏ। ଯଦି ଆପଣ କିଛି ଶିଖିବାକୁ ଚାହାନ୍ତି ତାହେଲେ ଆପଣଙ୍କ ପ୍ରତ୍ୟେକ ଭୁଲ ଆପଣଙ୍କର କିଛି ନା କିଛି ଶିକ୍ଷା ଦେଉଥାଏ। ଜୀବନର ଚଲାପଥଟି ନିଜକୁ ତିଆରି କରିବାକୁ ହୁଏ, ସେଠି କେହି ତୁମକୁ ସାହାଯ୍ୟ କରିବେ ନାହିଁ, କାରଣ ବାସ୍ତବ ଜୀବନଟା ବଡ଼ ଜଟିଳ। ଯେ ପର୍ଯ୍ୟନ୍ତ ମଣିଷ ନିଜକୁ ନିଜେ ପରିବର୍ତ୍ତନ କରିବାକୁ ଚାହେଁ ନାହିଁ ସେ ପର୍ଯ୍ୟନ୍ତ କେହି ତାକୁ ପରିବର୍ତ୍ତନ କରିପାରିବେ ନାହିଁ, ଏମିତିକି ଭଗବାନ ବି ମଧ୍ୟ ନୁହେଁ। ସମସ୍ତଙ୍କୁ ସାହାଯ୍ୟ କରୁଥିବା ଲୋକଟି ଶେଷରେ ଏକା ହିଁ ରହିଥାଏ, ଯେମିତି ସମସ୍ତଙ୍କୁ ପାର କରୁଥିବା ଡଙ୍ଗାଟି ନଦୀରେ ହିଁ ରହିଯାଇଥାଏ। ଭାରି ଅଜବ ଏ ଦୁନିଆ, ଏଠି ସବୁବେଳେ ମିଛ ଉପରେ ହିଁ ବିଶ୍ୱାସ ଥାଏ, ସତ୍ୟକୁ ତ ସବୁବେଳେ ପ୍ରମାଣ ଦେବାକୁ ପଡ଼େ। ଜୀବନରେ କେବେ ଖରାପ ସମୟ କେବଳ କଷ୍ଟ ଦେବା ପାଇଁ ଆସେ ନାହିଁ, ବରଂ ସମ୍ପର୍କ ଚିହ୍ନାଇବାକୁ ଆସିଥାଏ। ସେହି ଖରାପ ସମୟଟି ସେ ସ୍ୱାର୍ଥପର ଦୁନିଆରେ କିଏ କେତେ କାହାକୁ ଭଲ ପାଏ। କାହାକୁ କିଛି ଖରାପ କହିବା ପୂର୍ବରୁ ତୁମେ ନିଜେ ଥରେ ଚିନ୍ତା କରି ଦେଖ, ଯଦି ତୁମକୁ କେହି ସେତିକି କହିଲେ ତୁମେ ସହିପାରିବ ନାହିଁ, ତାହେଲେ ଅନ୍ୟ ଜଣକୁ ସେତିକି କୁହ ଯେତିକି ସେ ସହିପାରୁଥିବେ। ଯଦି କାହା ଉପରେ ରାଗିଛନ୍ତି ତେବେ ରାଗିବାର କାରଣ ବି ଜଣାଇ ଦିଅ, କାରଣ ବେଳେବେଳେ ଆପଣଙ୍କ ଚୁପ୍ ରହିବା ସମ୍ପର୍କକୁ ଭାଙ୍ଗି ଦିଏ। ଜୀବନରେ ସବୁ ସୁଖ ମିଳିବା ସମ୍ଭବ ନୁହେଁ, ତେଣୁ ଯେତିକି ମିଳୁଛି ସେତିକିରେ ମନକୁ ଖୁସି ରଖିବା ଶିଖନ୍ତୁ। କିଏ ଜାଣେ କାଲିକି ସେତିକି ସୁଖ ଉପଭୋଗ କରିବା ପାଇଁ ଆମେ ଥିବା କି ନାହିଁ।